ଆରେ ଭାଇ ପାର୍ସଲଟାରେ କଣ ଅଛି? ସୋ ହ୍ୟାଲୋ ଭାଇ ମାନେ ଆଜି ହଉଛି ଡେ 76 ମୋ ମିନି ବ୍ଲଗର। ଆଜି ସକାଳୁ ଉଠି ମୁଁ ଲାଗିଥିଲା ଆମ ସପରେ ଯୋଉ ସ୍କୁଟିଟା କଲର ହେଇଥିଲା ତା ଉପରେ ହାଲକା ହାଲକା ଡିଟେଲିଂ ୱାର୍କ ଥିଲା। ତ ଜଲ୍ଦି ଜଲ୍ଦି ମୁଁ ଗାଡିଟାକୁ ଉପର ତଳ ଆଗ ପଛ ଭିତର ବାହାର ଫୋମ୍ କରିସାରି ତାକୁ ଧୋଇ ସାରିବା ପରେ ମୋ ସାଙ୍ଗରେ ଏମିତି କିଛି ହେଇଯିବ ବୋଲି ଭାଇ ମୁଁ ଆଜି ଜାଣୁଥିଲି। ମୋ ଯୋଉ ରେଗୁଲାର ୟୁଜେସ୍ ଗ୍ଲାସଟା ଥିଲା ତାର ଭାଇ ଆଜି ଗୋଟେ ସାଇଡ ଲେନ୍ସଟା ପୁରା ଭାଙ୍ଗିଗଲା। ସେଟା ଛାଡ ଭାଇ ଯାହା ହବାର ଥିଲା ହେଲା। ମୁଁ କିନ୍ତୁ ବାହାରକୁ ଆସି ଦେଖିଲା ବେଳକୁ ବାପା ଆମର ଆଲକାଲାର ଯୋଉ ୟାମାର ଟ୍ୟାଙ୍କଟା ଆସିଥିଲା ତାର ବ୍ଲୁ ଆଉ ଗୋଲ୍ଡେନ ପାର୍ଟ ଉପରେ ଗ୍ଲୋସି କ୍ଲିୟର କୋଡ୍ ଆପ୍ଲାଏ କରିଦେଇଥିଲେ। ଆଉ ସେତିକି ଭିତରେ ଆମେ ବାହାରିକି ପଳେଇ ଆସିଥିଲୁ ସବକୁ ଆସି କିଛି ଜିନିଷ ନେଇ ଆମେ ଆସିକି ପହଞ୍ଚିଥିଲୁ ଟୁକେ କଲର। ସେଠୁ ମଧ୍ୟ କିଛି ନାହିଁ ତ ବହୁତ କିଛି ଜିନିଷ ଧରି ଆମେ ଗୋଟେ ସର୍ଟକଟ ନେଇ ଘରେ ଆସି ପହଞ୍ଚି ଦେଖିଲା ବେଳକୁ ଭାଇ ତାଙ୍କ ସ୍କୁଟିଟାକୁ ନେଇକି ଆସିଥିଲେ। ତାଙ୍କର କିଛି କାମ ଥିଲା ତ ତାଙ୍କ ୱାର୍କ ଡେଟ୍ ଫାଇନାଲ କରିସାରିବା ପରେ ମୁଁ ଭିତରକୁ ଆସି ଦେଖିଲା ବେଳକୁ ବାପା ୟାମାହା ଟାଙ୍କି ଉପରୁ ସବୁ ଟେପ୍ ଫେପ୍ ହଟେଇ ଦେଇଥିଲେ। ତ ତାକୁ ଶୁଖିବା ପାଇଁ ଛାଡି ଦେଇ ମୁଁ ଲାଗି ଯାଇଥିଲି ବୁଲେଟର ଯୋଉ ସାଇଡ ପ୍ୟାନେଲଟା ଥିଲା ତା ଉପରେ ସ୍ୟାଣ୍ଡ ପେପର ଆପ୍ଲାଏ କରିବା ପାଇଁ। ଆଉ ସେତିକି ଭିତରେ ବାପା ସ୍ପ୍ଲେଣ୍ଡର ଟ୍ୟାଙ୍କଟାକୁ ସଫା କଲା ବେଳକୁ ଆମେ ପାଇ ଯାଇଥିଲୁ ଏଡ୍ କିବୋର୍ଡ କଣାଟା। ଭାଇ ଏଟାକୁ ତ ରିପାରିଂ କରତେ ପଡିବ ତ ତାକୁ ଛାଡି ଦେଇ ଆମେ ରୟାଲ ଏନଫିଲ୍ଡ ଯୋଉ ସାଇଡ ପ୍ୟାନେଲଟା ଥିଲା ତା ଉପରେ ପୁଟି ଆପ୍ଲାଏ କରିଦେଇଥିଲୁ। ଆଉ ତାପରେ ଲାଗି ଯାଇଥିଲୁ ଏଚଡି ଡିଲକ୍ସ ଭାଇଙ୍କ ଯେତିକି ସବୁ ପାର୍ଟ ଥିଲା ତା ଉପରେ ଫାଇନାଲ କୋଟ କଲର ଆପ୍ଲାଏ କରିବା ପାଇଁ। ତ ଯେତିକି ସବୁ ପାର୍ଟ ଥିଲା ତାପରେ କଲର ଆପ୍ଲାଏ କରିସାରିବା ପରେ ଦେଖିଲା ବେଳକୁ ମୋର ଗୋଟେ ପାର୍ସଲ ମଧ୍ୟ ଆସିକି ପହଞ୍ଚିଥିଲା। ଏ ପାର୍ସଲରେ ଥିଲା ଆମ ନୂଆ ୱାର୍କସପ ପାଇଁ କିଛିଟା ରେଞ୍ଜ। ଆଉ ସେତିକି ଭିତରେ ଆମ ୱାର୍କସପ କୁ ଜଣେ ଭାଇ ତାଙ୍କ NS 160 ଟା ନେଇକି ଆସିଥିଲେ। ତାଙ୍କ ବି ୱାର୍କଟା ଗୋଟେ ୟୁନିକ୍ କଲର ହବାର ଅଛି। ତ ତାଙ୍କ ଅର୍ଡର ରଖି ସାରିବା ପରେ ମୁଁ ଭିତରକୁ ଆସି ଦେଖିଲା ବେଳକୁ ଦୀପୁ ଆଉ ବାପା ଲାଗିକି ରେଷ୍ଟ ଯେତିକି ସ୍ପ୍ଲେଣ୍ଡର ପାର୍ଟ ଥିଲା ତାକୁ ପୁରା ଖୋଲାଖୋଲି କରିଦେଇଥିଲେ। ଆମେ ଟିକେ ଚା ପିଇ ସାରିବା ପରେ ବାହାରିକି ପଳେଇ ଆସିଥିଲୁ ଆମ ଚକ୍କୁ। ଗୋଟେ ଟ୍ରେନ ହବାର ଥିଲା ତ ଏଟା କୋଉ କାମରେ ଆସିବ ଆପଣ ମାନେ କାଲି ଜାଣିତେ ପାଇଯିବେ। ଆଉ ଆଜି ଘର ୱାର୍କସପ ଟା ପୁରା ଫୁଲ ହେଇଯାଇଥିଲା। ତ ମାନେ ଆଜିକାର ବ୍ଲଗଟା ଆପଣଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।